ଆମ ବସ୍ ଯିଏ ଚଲାଉଛି ଯିଏ ଡ୍ରାଇଭର ସେ କଣ ସ୍ୱର୍ଗର ଦେବତା? ଆମ ବସ୍ ଯେତେ ଚାଲିଛି କୋଉଠି ଗୋଟିଏ ହେଲ୍ପର ନାହିଁ ଆପଣଙ୍କର? କାହିଁକି ହେଲ୍ପର ରଖିନାହାନ୍ତି? ମଣିଷ ମାରିବା ପାଇଁ ହେଲ୍ପର ରଖିନାହାନ୍ତି। ହେଲ୍ପରଟା ନ ରହିଲେ ଗାଡି ଆକ୍ସିଡେଣ୍ଟ ବାରମ୍ବାର କରିବ। ଆଉ ଆମ ବସ୍ ବାରମ୍ବାର ଆକ୍ସିଡେଣ୍ଟ କରିବା ପାଇଁ ଦାୟୀ ହଉଛି କେବଳ ଆମ ବସରେ ହେଲ୍ପର ନଥିବାରୁ। ଶ୍ୱଶୁର ଘର ସମ୍ପତ୍ତିରେ ଜୋଇର ଅଧିକାର ଅଛି ନା ନାହିଁ ମତେ କହିଲେ? ସେମିତି ଯୋଉମାନେ ସରକାରୀ ଚାକିରି କରିଛନ୍ତି ତାଙ୍କର ଯୋଉ ବସ୍ ଅଛି, ଯୋଉ ମୋ ବସ୍ ନବୀନ ବାବୁଙ୍କ ସମୟରେ ନା ମୋ ବସ୍ ଥିଲା ନବୀନ ବାବୁଙ୍କ ସମୟରେ, ବର୍ତ୍ତମାନ ମୋହନ ବାବୁଙ୍କ ସମୟରେ ଆମ ବସ୍ ହେଇଛି। ତେଣୁ ଆମ ବସରେ ତାଙ୍କ ବସ୍ ସରକାରୀ କର୍ମଚାରୀଙ୍କ ବସ୍, ତେଣୁ ସିଏ ତାଙ୍କର ନେଇ ଗଲେ ସେଥିରେ ଆମେ କଣ କହିବା? ଆମେ କହିଲେ କହିବେ ହେଇ କହୁଛନ୍ତି, ଆମେ ତ କିଛି କହୁନୁ। ପବ୍ଲିକ ଯାହା ଚିନ୍ତା କରୁଛନ୍ତି, ଲୋକ ଯାହା ଭାବୁଛନ୍ତି ଆମେ ସେଇ କଥା କହୁଛୁ। ଦ୍ୱିତୀୟ କଥା ଆମେ ଦେଖିବା, ରାଜଧାନୀରେ ଯୋଉ ଭଳି ଦାଦାଗିରି, ଯୋଉ ଭଳି ଗୁଣ୍ଡାଗିରି, ଯୋଉ ଭଳି କଣ ହତ୍ୟା ଯୋଉ କଲା ଆମ ବସ୍, ଇଏ ରାଜଧାନୀବାସୀକୁ ସ୍ତବ୍ଧ କରିଛି, ଏହା ସହିତ ମଧ୍ୟ ମର୍ମାହିତ କରିଛି, ଆଉ ସମସ୍ତଙ୍କ ରକ୍ତ ମଧ୍ୟ ଗରମ କରେଇଛି। ତମେ ଯୋଉ ସିଏନଜି ବସ୍ ଚଲାଅ, ବ୍ୟାଟେରୀ ବସ୍ ଚଲାଅ, ଯୋଉ ବସ୍ ଚଲାଅ, ତମ ଡ୍ରାଇଭର କଣ ଏକ୍ସିଲେଟର ଉପରେ ଗୋଡ ପକେଇବ ନା ବ୍ରେକ୍ ଉପରେ ଗୋଡ ପକେଇବ? କଣ ମଦ ପିଇକି ଗାଡି ଚଲଉଛ? ମଦ ପିଇକି ଗାଡି ଚଲଉଛ କି? ଆଗେ ତମେ ଯୋଉ ଏଠି ଯୋଉ ମୋହନ ମାଝୀଙ୍କ ସରକାର ଯୋଉ ପୂର୍ବରୁ କହିଥିଲା, ନିର୍ବାଚନ ପୂର୍ବରୁ, ଯେ ଆମେ ଆସିଲେ ତାଙ୍କର ମନ୍ତ୍ରୀ କହିଥିଲେ ଓଡିଶାରୁ ମଦ ବନ୍ଦ କରିବୁ। ଯୋଉମାନେ ମଦ ନିଶା ମୁକ୍ତ ଆନ୍ଦୋଳନ କରୁଥିଲେ ସେମାନେ ଆପଣଙ୍କୁ ସମର୍ଥନ କରିଥିଲେ। ତା ପ୍ରତିବଦଳରେ ତାଙ୍କୁ ଉପହାର ଦେଲେ ଓଡିଶାର 70ଟି ମଦ ଦୋକାନ ଖୋଲିଲେ। ଏହାପରେ ହଉଛି 2ଟି କମ୍ପାନୀ ଏଠି ବସେଇଲେ। ମଦ ଯେତେବେଳେ ଚାରିଆଡେ ବିକ୍ରି ହଉଛି, ଆପଣଙ୍କ ତାପରେ ଏପଟରେ କହୁଛନ୍ତି ମାନେ ଚଟୁ ଆମିଷ ବେଣ୍ଟ ନିରାମିଷ, ଏପଟରେ କହୁଛନ୍ତି ମଦ ବିକ୍ରି ହବ, ଦୋକାନ ଖୋଲା ହବ। ତାପରେ ଯୋଉମାନେ ମଦ ପିଇବେ ତାକୁ ଦେଖିଦବ, ପାଟିରେ ପୁରେଇ ଦେଇକି 1000 ଟଙ୍କା ଫାଇନ ନବ। ଆପଣ କହିଲେ ଯେ ମଦ ଉପରେ ଆୱାରନେସ, ଆଇନ ମନ୍ତ୍ରୀ କହିଲେ ଯେ ମଦ ଉପରେ ସଚେତନତା କରାଯିବ, ମଦ କେହି ପିଅନ୍ତୁନି, ମଦ ପିଇଲେ ଏଇଆ ହାନିକର। ଆମ ବସର କର୍ମଚାରୀ ମାନେ ନିଶା ସେବନ କରୁଛନ୍ତି କି ନାହିଁ, ଏହା ଉପରେ ଆପଣ ମାନଙ୍କର କିଛି ଅଛି କି, ନଜର ଅଛି କି? ସେତିକି ଆগে ଆୱାରନେସ ହେଇଛି କି? ତେଣୁ ବର୍ତ୍ତମାନ ସଚେତନ ଆଗେ ମୋ ବସ ଆମ ବସ କର୍ମଚାରୀଙ୍କୁ ସଚେତନ କରାଯାଉ, ସେମାନେ ନିଶା ଖାଉଛନ୍ତି କି ନାହିଁ। ଆଉ ଗୋଟେ କଥା, ଆମ ବସ ଯିଏ ଚଲାଉଛି ଯିଏ ଡ୍ରାଇଭର ସେ କଣ ସ୍ୱର୍ଗର ଦେବତା? ସିଏ ସର୍ବଜ୍ଞ, ଚଲେଇକି ଦେଖିବ ତା ପାଖରେ କେହି ନାହାନ୍ତି। ହେଲ୍ପର ଅର୍ଥ କଣ? ଯୋଉ ଦେଖିବେ ଆପଣ ଯେତେ ଗାଡି ଚାଲୁଛି, ଡାଲା ଅଟୋ ନୁହଁ, ଡାଲା ଗାଡି ଯୋଉ 4 ଚକିଆ, ମାନେ ସେଟା କଣ ଯୋଉ ଟାଟା ଏସି ତୁ ଆରମ୍ଭ କରିକି ଟ୍ରକ, ବସ୍, ମାନେ କଟକ ଯେତେ ବସ୍ ଚାଲିଛି ଆମ ବସକୁ ଛାଡିକି ସବୁ ବସରେ ଜଣେ ହେଲ୍ପର ଅଛି। ହେଲ୍ପରର କାମ କଣ? ଡ୍ରାଇଭରକୁ ହେଲ୍ପ କରିବା ପାଇଁ। ଆମ ବସ ଯେତେ ଚାଲିଛି କୋଉଠି ଗୋଟିଏ ହେଲ୍ପର ନାହିଁ ଆପଣଙ୍କର? କାହିଁକି ହେଲ୍ପର ରଖିନାହାନ୍ତି? ମଣିଷ ମାରିବା ପାଇଁ ହେଲ୍ପର ରଖିନାହାନ୍ତି। ଆପଣ ଯଦି ଜଣେ କଣ୍ଡକ୍ଟରକୁ ଦରମା ଦଉଛନ୍ତି, ଯଦି ଗୋଟେ ଡ୍ରାଇଭରକୁ ଦରମା ଦଉଛନ୍ତି, ଗୋଟେ ହେଲ୍ପରକୁ ଦରମା ଦେଇ ପାରୁନାହାନ୍ତି। ଯୋଉ ସ୍କୁଲ ବସ୍ ମାନେ ଚାଲୁଛି, ସ୍କୁଲ ବସ ରେ ଆପଣ ଦେଖିବେ ଜଣେ ହେଲ୍ପର ଅଛି, ଛୋଟ ଛୁଆଙ୍କୁ ନେଇ ଯାଉଛି। ମାନେ ଏ ସାଧାରଣ ରାଜଧାନୀ ବାସୀଙ୍କର ଜୀବନଟା ଏତେ ମହଙ୍ଗା ଆପଣଙ୍କ ପାଇଁ ଯେ ଗୋଟେ ହେଲ୍ପର ଦେଇ ପାରୁନାହାନ୍ତି। ଯୋଉଥିରେ ଲୋକ ଅଛି ବିନା ହେଲ୍ପରରେ ଲୋକ ଗାଡି ଚଲେଇବ। ଆପଣ ଦେଖିବେ ଗୋଟେ କାର ଆପଣ ଚଲେଇକି ଯାଆନ୍ତୁ, ଆଗ ପଛ ଦେଖିବେ, ସେ କାର ବାଲା ଦେଖିବେ ଯେତେବେଳେ କୋଉ ଜାଗାରେ କ୍ରସ କରୁଥିବ, ବାଁ ପଟକୁ ଡାହାଣ ପଟକୁ ଅନଉଥିବ, କାହିଁକି? ତାର ହେଲ୍ପର ନାହିଁ ବୋଲି ଗୋଟେ କାରର। କିନ୍ତୁ ଦେଖିବେ ଯେତେବେଳେ ବଡ ବଡ ଗାଡି ବସ୍ ଯାଉଛି, ଆମେ କଟକରୁ ପୁରୀ ଯାଉଛି ବସ୍, ଆପଣ କେନ୍ଦ୍ରାପଡା ଯାଉଛି, ଯୁଆଡେ ଯାଉଛି, ଗୋଟେ ହେଲ୍ପର ଅଛି ନା ନାହିଁ? ଏଇ କଥାଟା କାହିଁକି ସରକାରଙ୍କ ମୁଣ୍ଡ ପଶୁନି? ଯଦି ଗୋଟେ ହେଲ୍ପରକୁ ଦରମା ଦେଇପାରିବେନି ତାହେଲେ ମୋ ବସ୍ ଚଲାନ୍ତୁନି, ଆମ ବସ୍ ବନ୍ଦ କରିଦିଅନ୍ତୁ। ଯଦି ହେଲ୍ପରକୁ ଆପଣ ଦରମା ଦେଇପାରୁନାହାନ୍ତି ତାହେଲେ ଆମ ବସ୍ ବନ୍ଦ କରିଦିଅନ୍ତୁ। ହେଲ୍ପରଟା ନ ରହିଲେ ଗାଡି ଆକ୍ସିଡେଣ୍ଟ ବାରମ୍ବାର କରିବ। ଆଉ ଆମ ବସ୍ ବାରମ୍ବାର ଆକ୍ସିଡେଣ୍ଟ କରିବା ପାଇଁ ଦାୟୀ ହଉଛି କେବଳ ଆମ ବସରେ ହେଲ୍ପର ନଥିବାରୁ। ତେଣୁ ଆପଣ ଗୋଟେ କିଛି ଦରମା ପାଇଁ ଜୀବନକୁ ମାରି ଦିଆହଉଛି, ଚାରିଆଡେ ଆକ୍ସିଡେଣ୍ଟ କରୁଛି, ନା ପକଉଛି ଆମ ବସ୍। ଆପଣ ଯଦି ଏତେ ଲୋକଙ୍କ ସୁବିଧା ପାଇଁ ମାନେ ଆମ ବସ୍ ଚଲାଉଛନ୍ତି, ତାହେଲେ ଅଟୋକୁ ସମ୍ପୂର୍ଣ୍ଣ ବନ୍ଦ କରିଦଉନାହାନ୍ତି, ଆହୁରି ସୁବିଧାରେ ଚଲାନ୍ତୁ। ଆଉ ଅଟୋ ବି, ଆମ ରାଜଧାନୀ ଅଟୋ ଯୋଉମାନେ ଚଲାଉଛନ୍ତି, ଅଟୋ ଭାଇ ମାନେ ଟିକେ ସତର୍କ ହେଇ ଯିବା ଦରକାର।
बड़ को सब सम्मान दे शिखा दरकार से दिन जो घटना घटला से ऑटो ड्राइवर कौन दोष नाला एति दोष था पाखक नहीं लगे रखा आम देखुं राजधानी जिते गाड़ी चलुची बड़ गाड़ी ठार डिस्टेंस कमी जाऊँ लोकंर गोटे बैक वाला हेले भी सी गाड़ी पछर कहीं हुए तो गोटे बड़ गाड़ी पछर रखिले से कौ समय बैक करदब जिते कंजेस्टेड हो जाऊँगी कौ जगह ट्राफिक जगह से जगह आपण गाड़ी टे दूरे रखु आउ ऑटो जो मात्रा ऑटो चलाउछन्ति ड्राइवर माने सचेतन हवा दरकार कारण जीवन आम सब बड़ टंका पछरे टंका आम जीवन थिले अनेक रोजगार करि परिबा तेणु आम डिस्टेंस मेंटेन करबा जेतेबेले कोनोसी बड़ गाड़ी टे जाउची छोट गाड़ी टे ताकू सम्मान दवा दरकार माने सम्मान अर्थ होला यदि आमे ताकू क्रॉस करबा बा ता पछरे लगै कि रखिबा से बैक करबो कि पुनी स्पीड रे पळेबो कि यू टर्न करबो कोन करबो आपण माने जानि परिबेन तो एक्सीडेंट हबो स्वाभाविक आ समस्त यात्री माने जो माने भी गाड़ी चलाउछन्ति आपण मानकू विनम्र निवेदन जे आपण माने जतले कोनोसी टाउन ऊपर जाउछन्ति छकरे ठिया होउछन्ति सेतबेले गाड़ी ठारू टिके डिस्टेंस मेंटेन करोन कम से कम 4 हाथ 5 हाथ डिस्टेंस आपण जे लगे की गाड़ी रखिबे ताल तो कम से कम आपण चेपा हे जिवे को मुहूर्त रे तेनु आम बस ओडिशा सरकार निष्पत्ति करंतु गोटे हेल्पर दियंतु आ आम बस सी तांकर सरकारी कर्मचारी की नहुंतु काकू नुहंतु से बाबद आमे कहि परिबानी साधारण लोक कहिबे साधारण लोक प्रश्न जा पचारुचंती आमे सेही कथा कहूचु आमे किछि मनरु कहूनु साधारण लोक कहउचंती जे आम बस जदी साधारण लोकंक पई हेछि पब्लिक पई ताले सरकारी कर्मचारी जाउचंती काहे सरकारी कर्मचारी दरमा पाउचंती से कोन गोटे भलो तांकर निज बस नै कि जाई पारंतनी गोटे बस भड़ा करी जाई पारंतनी तेणु ये बहुत कथा अछि जदि आमे से बाबद आलोचना करिया बहुत कथा आई परिबो तेणु आमे एतिकी सरकार को निवेदन करिया जदि आपण आम बस रे मो कोन आम बस रे ड्राइवर रखचंती आम बस रे कंडक्टर रखचंती तले गोटे हेल्पर रखंतु जदि हेल्पर न हबो न रहिबो ताले बारंबार एई बळी दुर्घटना घटिबो आउ आम बस ए बळी जदि आउ बारंबार ए बळी करे ताले आम बस को भुवनेश्वर विशेष करी बंद करबा पई आमे पब्लिक भुवनेश्वर वासी राजधानी वासी याकू रास्ता अवरोध करिवु आउ आंदोलन मध्ये याकू तीव्रतर करिवु बोली चेतावनी दउ।